କାଉ ତୁ କେବଳ ସେଇ ଗଛରେ କାହିଁକି ପାଣି ଦେଉଛୁ? ପାଖ ଆମ୍ବ ଗଛରେ ବି ପାଣି ଦେ। ପାଣି ଦେଲେ ସିନା ଏ ଆମ୍ବ ଗଛରେ ପତ୍ର କଅଣିବ। ସେ ଶୁଖିଲା ଗଛରେ ପାଣି ଦେଇକି କଣ ଲାଭ? ସେ ଗଛରେ ତ ଆମ୍ବର ବଳ ଧରିନି। ସେ ଗଛ ମତେ ଗୋଟେ ବି ଆମ୍ବ ଦେଇପାରିବନି। ମୁଁ ଏତେ ପରିଶ୍ରମ କରି ତାକୁ ପାଣି ଦେଇପାରିବିନି। ଏ ଆମ୍ବ ଗଛକୁ ଦେଖେ କେତେ ବଳ ଧରିଛି ଗଛରେ। ସେଥିପାଇଁ ତ ଏଇ ଗଛରେ ମୁଁ ପାଣି ଦେଉଛି। ଯେତେବେଳେ ଏ ଗଛର ଆମ୍ବ ବଡ଼ ହେବ ମୁଁ ସେସବୁ ବିକ୍ରି କରି ଟଙ୍କା ପାଇବି, ଟଙ୍କା। ବୁଝିଲୁ? ହଁ ବୁଝିଲି। ତୁ ଟଙ୍କା ପାଇଁ ସେ ଗଛରେ ପାଣି ଦେଉଛୁ। ହେଲେ କାଉ, ଗଛ କେବଳ ଆମକୁ ଫଳ ଦିଏନି, ଫଳ ସହ ଶୀତଳ ଛାଇ, ଫୁଲ, କାଠ ଦେଇ ଆମର ଉପକାର କରେ। କୌଣସି ବି ଗଛକୁ ଅବହେଳା କରିବା ଠିକ ନୁହଁ। ସବୁ ଗଛର ଯତ୍ନ ନେବା ଉଚିତ। ଏଇ ଚଢ଼େଇ, ମତେ ଆଉ ବେଶୀ ଜ୍ଞାନ ଦେନି। ବିନା ସ୍ୱାର୍ଥରେ ମୁଁ କୌଣସି କାମ କରେନି। ତତେ ଯଦି ଶୁଖିଲା ଗଛକୁ ଦେଖି ଏତେ କଷ୍ଟ ହେଉଛି, ଯାଉନୁ ତୁ ନିଜେ ଏ ଗଛରେ ପାଣି ଦେବୁ। ହଁ, ତତେ ଆଉ କହିବାକୁ ପଡ଼ିବନି। ମୁଁ ନଦୀରୁ ପାଣି ଆଣି ଏ ଗଛରେ ଢାଳିବି। ମତେ ଖାଲି ତ କଳସୀଟା ଦେ, ମୁଁ ପାଣି ଆଣିବି। ନା, ମୁଁ ତତେ ମୋ କଳସୀ ଦେଇପାରିବିନି। ତୁ ମୋ କଳସୀରେ ପାଣି ଆଣିଲେ ମୋ କଳସୀ ଭାଙ୍ଗିଯିବ। ଏ ଶୁଖିଲା ଗଛ ପ୍ରତି ତୋର ଯଦି ଏତେ ଦୟା, ଯା ବଜାରରୁ ଗୋଟେ କଳସୀ କିଣି ଆଣି ନଦୀରୁ ପାଣି ଆଣିବୁ। ମୋ ପାଖରେ ଏବେ ଟଙ୍କା ନାହିଁ କାଉ। ଥିଲେ ତ ମୁଁ ନିଶ୍ଚୟ କିଣିଥାନ୍ତି। ତୁ କଳସୀ ନଦେଲେ ମୁଁ ଆଉ ଜଣଙ୍କ ପାଖରୁ କଳସୀ ଆଣି ଏ ଶୁଖିଲା ଗଛରେ ପାଣି ଦେଇ ତାକୁ ସତେଜ କରିଦେବି। ଏମିତି କହି ଚଢ଼େଇ ସେଠୁ ଚାଲି ଆସିଲା। ସେ ତା ପାଖ ପଡ଼ୋଶୀ ମିଟୁ ପାଖକୁ ଗଲା। ମିଟୁ ଭଉଣୀ, ମତେ ଆଜି ତୁମ କଳସୀଟା ଟିକେ ଦେଇଥାଅ। ଗୋଟେ ଆମ୍ବ ଗଛଟି ପାଣି ନ ପାଇଲାରୁ ଶୁଖି ଶୁଖି ଯାଉଛି। ମୁଁ ସେ ଗଛ ମୂଳରେ ପାଣି ଢାଳି ତୁମକୁ ତୁମ କଳସୀ ଫେରେଇ ଦେବି। ତୋ କଥା ମୁଁ ବୁଝିଲି ଯେ, ହେଲେ ଚଢ଼େଇ, ମୋ କଳସୀ ଭାଙ୍ଗି ଯାଇଛି। ବିଶ୍ୱାସ ନହେଲେ ତୁ ଘର ଭିତରକୁ ଆସି ଦେଖି ଯା। ନା ନା ମିଟୁ ଭଉଣୀ, ଦେଖିବାକୁ ପଡ଼ିବନି। ମୋର ତୁମ କଥା ଉପରେ ପୁରା ବିଶ୍ୱାସ ଅଛି। ତାପରେ ମା ଚଢ଼େଇ ମିଟୁ ଘରୁ ଚାଲି ଆସିଲା। ସେ ଦିନ ସେ ଅନେକ ଚେଷ୍ଟା କଲା, ହେଲେ ସେ କୋଉଠି ବି କଳସୀ ପାଇଲାନି। ଶେଷରେ ସେ ନିଜ ଘରକୁ ଫେରି ଆସିଲା। ସେତେବେଳେ ସେ ଦେଖିଲା, ମା ଦେଖ, ମୋ ମାଟିରେ କେତେ ସୁନ୍ଦର ଖେଳନା ତିଆରି କରିଛି। ଆରେ ସତରେ ତ, ମୋ ଝିଅ ମାଟିରେ କେତେ ସୁନ୍ଦର ସୁନ୍ଦର ଖେଳନା ତିଆରି କରିଛି। ଆଚ୍ଛା ମା, ତୁ ଖେଳନା ତିଆରି କରିବା ପାଇଁ ଏ ମାଟି କୋଉଠୁ ଆଣିଲୁ? ମା, କିଛି ଦୂରରେ ଏକ ଖାଲ ଅଛି। ମୁଁ ସେଇଠୁ ଏ ମାଟି ଆଣିଛି। ହେଲେ ମା, ତୁମେ ମାଟିରେ କଣ କରିବ? ମୁଁ ମାଟିରେ ଏକ କଳସୀ ତିଆରି କରିବି ରେ ମା। ମୁଁ ଆଜି ଅନେକ ଖୋଜିଲି, ହେଲେ କାହା ପାଖରେ ବି କଳସୀ ପାଇଲିନି। ଯଦି ମୁଁ ମାଟିରେ ଏକ କଳସୀ ତିଆରି କରିପାରନ୍ତି, ଗୋଟେ ଶୁଖିଲା ଗଛର ଜୀବନ ବଞ୍ଚେଇ ପାରନ୍ତି। ଏମିତି ମା ଚଢ଼େଇ ତା ଝିଅକୁ ସବୁ ଘଟଣା କହିଲା। ତାପରେ ସେ ତା ଝିଅ ସହ ମିଶି ମାଟି ଆଣି ଏକ କଳସୀ ତିଆରି କଲା। କଳସୀ ତିଆରି ସାରିଲା ପରେ ସେ ନଦୀରୁ ପାଣି ନେଇ ଶୁଖିଲା ଗଛରେ ଢାଳିଲା। ଏହିପରି ବେଶ କିଛି ଦିନ ବିତିଗଲା। କାଉ ଏ ଗଛର ଅବହେଳା କରୁଥିଲା। ଏବେ ଦେଖ, ପାଣି ପାଇଲାରୁ ଏ ଗଛଟି ସତେଜ ହେଇଗଲା। ଗଛରେ ବଉଳ ଆସିଲାଣି। କିଛି ଦିନ ପରେ ଆମ୍ବ ଫଳିବ। ମୁଁ ଆମ୍ବ ବିକ୍ରି କରି କିଛି ଟଙ୍କା ପାଇଯିବି। ଏମିତି ଚଢ଼େଇ ପ୍ରତିଦିନ ତା ଗଛରେ ପାଣି ଦେଉଥିଲା। କିଛି ଦିନ ପରେ ତା ଗଛରେ ବି ଆମ୍ବ ଫଳିଲା। ଚଢ଼େଇ ଦେଖେ, ତୁ ତ ଗଛରେ ଏତେ ଯତ୍ନ ନେଇଥିଲେ ବି ତୋ ଗଛରେ କେତେ ଛୋଟ ଛୋଟ ଆମ୍ବ ଫଳିଛି। ଆଉ ଆମ ଗଛକୁ ଦେଖେ, ତୋ ପରି ଏତେ ଯତ୍ନ ନ ନେଲେ ବି ଆମ ଗଛରେ କେତେ ବଡ଼ ବଡ଼ ଆମ୍ବ ଫଳିଛି। ଏ ଗଛଟି ମରି ଯାଇଥାନ୍ତା, ମୁଁ ପାଣି ଦେଲାରୁ ସେ ବଞ୍ଚିଗଲା। ସେ ଯେମିତି ବି ଫଳ ଦେଉ, ମୁଁ ଖୁସି। ମୁଁ ତମମାନଙ୍କ ପରି ଲୋଭୀ ନୁହଁ ଯେ ଟଙ୍କା ପାଇଁ ଗଛର ଯତ୍ନ ନେବି। ହଁ, ଏବେ ତ ଏସବୁ କହିବୁ ନା। ଆମ ଗଛରେ ଏତେ ବଡ଼ ବଡ଼ ଆମ୍ବ ଦେଖି ତୋ ମନ ଈର୍ଷାରେ ଜଳୁଥିବ। ଆଉ ବେଶୀ ଦେଖେଇ ହେନି। ମୁଁ ଜାଣେ ତୁ ବି ଟଙ୍କା ପାଇଁ ଏ ଶୁଖିଲା ଗଛର ଯତ୍ନ ନେଇଛୁ। ଏଇ ଚଢ଼େଇ ସହିତ କଥା ହେଇ କିଛି ଲାଭ ନାହିଁ। ଆରେ ଶୁଣ, ଶୀଘ୍ର ଶୀଘ୍ର ସବୁ ଆମ୍ବ ତୋଳି ଆଣ, ନହେଲେ ଏ ଚଢ଼େଇ ସୁଯୋଗ ପାଇଲେ ଆମ ଆମ୍ବ ଚୋରି କରି ନେଇଯିବ। ଏମିତି କଥା ହେଇ ଦୁଇ କାଉ ତାଙ୍କ ଗଛର ଆମ୍ବ ତୋଳିଲେ। ଚଢ଼େଇ ଅଳ୍ପ କିଛି ଆମ୍ବ ଝୁଡ଼ିରେ ନେଇ ବଜାରକୁ ଗଲା। କାଉମାନେ ବି ସବୁ ଆମ୍ବ ତୋଳି ବସ୍ତାରେ ଧରି ବଜାରକୁ ଗଲେ। ଆମ୍ବ ନେଇଯାଅ, ଆମ୍ବ, ମିଠା ମିଠା ବଡ଼ ଆମ୍ବ। ମୋ ଆମ୍ବ ଥରେ ଖାଇଲେ ତାର ସ୍ୱାଦ ଭୁଲି ପାରିବନି। ମୋ ଆମ୍ବ ଭାରି ମିଠା। ଚଢ଼େଇର ଆମ୍ବ ବହୁତ ଛୋଟ ଆଉ ଖଟା। କେହି ବି ତା ପାଖରୁ ଆମ୍ବ କିଣନି। ଆସ ଆସ, ମୋ ପାଖରୁ ବଡ଼ ବଡ଼ ମିଠା ଆମ୍ବ ନେଇଯାଅ। ସତରେ ନା କଣ? ତୋ ଆମ୍ବ ଏତେ ମିଠା? ତୋ କଥା ଶୁଣି ଆମେ ତ ପାଖରୁ ଆମ୍ବ କିଣିବାକୁ ଚାଲି ଆସିଲୁ। ଦେ ଆମକୁ କିଛି ଆମ୍ବ ଦେ। ତାପରେ କାଉ ସମସ୍ତଙ୍କୁ ଆମ୍ବ ଦେଲା। ସବୁ ଚଢ଼େଇ ଆମ୍ବ କିଣି ଘରକୁ ଗଲେ। ଚଢ଼େଇ, ତୁ ଛୋଟ ଛୋଟ ଆମ୍ବ ଆଣି ଭୁଲ କରିଦେଲୁ।
ସମସ୍ତେ ବଡ଼ ଆମ୍ବ କିଣିବାକୁ ଭଲ ପାଆନ୍ତି। ଦେଖିଲୁ ସମସ୍ତେ କେମିତି ମୋ ପାଖରୁ ଆମ୍ବ କିଣି ନେଲେ। କାଉ ମୋ ପାଇଁ ତୁ ଏତେ ଚିନ୍ତା କରନି। ତୁ ବଡ଼ ବଡ଼ ଆମ୍ବ ଅଧିକ ଦାମରେ ବିକ୍ରି କରୁଛୁ, ମୁଁ ମୋ ଛୋଟ ଛୋଟ ଆମ୍ବ ଅଳ୍ପ ଦାମରେ ବିକ୍ରି କରିବି। କମ୍ ଟଙ୍କା ପାଇଲେ ବି ମୋର ଦୁଃଖ ନାହିଁ। କାଉ ଆଉ ଚଢ଼େଇ ଏପରି କଥା ହେବା ସମୟରେ ଯୋଉ ଚଢ଼େଇମାନେ କାଉ ପାଖରୁ ଆମ୍ବ ନେଇଥିଲେ ସେମାନେ ପୁଣି ଥରେ କାଉ ପାଖକୁ ଆସିଲେ। ଆରେ ତମେ ମାନେ ମୋ ପାଖକୁ ପୁଣି ଆସିଲ? ମୋ ଆମ୍ବ ଭାରି ମିଠା ଲାଗିଥିବ ନା, ସେଥିପାଇଁ ପୁଣି ଥରେ ଆମ୍ବ କିଣିବାକୁ ଆସିଛ? ତ ଆମ୍ବ ଆମେ ତତେ ଫେରେଇବାକୁ ଆସିଛୁ। ଏଇ ନେ ରକ୍ତ ଖଟା ଆମ୍ବ, ଆମକୁ ଆମ ଟଙ୍କା ଫେରେଇ ଦେ। ମିଛ କହି ଖଟା ଆମ୍ବକୁ ମିଠା ଆମ୍ବ କହି ଆମକୁ ବିକ୍ରି କରୁଛୁ। ମାର, ସମସ୍ତେ କାଉକୁ ମାର। ତାପରେ ସମସ୍ତେ କାଉ ପାଖରୁ ନିଜ ନିଜ ଟଙ୍କା ନେଇ ତାକୁ ପିଟି ପିଟି ବଜାରରୁ ବାହାର କରିଦେଲେ। କାଉ ମନ ଦୁଃଖରେ ନିଜ ଘରକୁ ଫେରିଗଲା। ତାପରେ ସମସ୍ତେ ଚଢ଼େଇ ପାଖକୁ ଗଲେ। ଚଢ଼େଇ ତ ଆମ୍ବ କେମିତି? କାଉ ନିଜ ଆମ୍ବ ବିକ୍ରି କରିବା ପାଇଁ ତ ଆମ୍ବକୁ ଖଟା କହୁଥିଲା। ତା କଥାକୁ ବିଶ୍ୱାସ କରି ଆମେ ତା ପାଖରୁ ଆମ୍ବ କିଣିଥିଲୁ। ଏବେ ଲାଗୁଛି ସେ ନିଜ ଆମ୍ବ ବିକ୍ରି କରିବା ପାଇଁ ତ ନାଁରେ ମିଛ କହିଥିଲା। ମୁଁ ଗଛରୁ ପାଳି ଏ ଆମ୍ବ ସବୁ ଧରି ବଜାରକୁ ଚାଲି ଆସିଛି। ମୋ ଆମ୍ବ ଖଟା କି ମିଠା ମୁଁ ଜାଣିନି। ଆଗ ମୋ ଆମ୍ବ ଖାଇ ଦେଖ, ତାପରେ ମୋଠୁ ଆମ୍ବ କିଣିବ। ଆରେ ବା ଚଢ଼େଇ, ତ ଆମ୍ବ ତ ଭାରି ମିଠା, ହେଲେ ତୁ ଏତେ କମ୍ ଆମ୍ବ କାହିଁକି ଆଣିଛୁ? ମୁଁ ଆଜି ପ୍ରଥମ ବଜାରକୁ ଆସିଛି, ସେଥିପାଇଁ କମ୍ ଆମ୍ବ ଆଣିଛି। ଭାବିଥିଲି ଆମ୍ବ ବିକ୍ରି ହେଲେ କାଲି ଅଧିକ ଆମ୍ବ ଆଣିବି। ତତେ ଆଉ କଷ୍ଟ କରି ଆମ୍ବ ଆଣିବାକୁ ପଡ଼ିବନି, ଆମକୁ ତ ଠିକଣା ଦେଇଦେ, ଆମେ ତ ଘରକୁ ଯାଇ ଆମ୍ବ ନେଇ ଆସିବୁ। ଏତେ ମିଠା ଆମ୍ବ କିଏ କ'ଣ ଛାଡ଼ି ପାରିବ? ଦେ ଦେ, ଆଜି ଆମକୁ ତୋର ସବୁ ଆମ୍ବ ଦେଇଦେ। ତାପରେ ସମସ୍ତେ ଚଢ଼େଇଠୁ ସବୁ ଆମ୍ବ କିଣି ନେଇ ଚାଲିଗଲେ। ଚଢ଼େଇର ଭଲ ଟଙ୍କା ରୋଜଗାର ହେଲା। ଏସବୁ ଦୂରରୁ କାଉ ବି ଦେଖୁଥିଲା। ସେ ଖୁବ୍ ରାଗିଗଲା ଆଉ ନିଜ ଘରକୁ ଫେରି ଆସିଲା। ଆରେ କ'ଣ ହେଲା, ତୁ ଏମିତି ରାଗି କରି କାହିଁକି ଘରକୁ ଫେରିଲୁ? କାଉ ତା ସ୍ୱାମୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ସେ ଚଢ଼େଇର ଆମ୍ବ ଗଛକୁ ଆମେ ନିଜର କରିନେବା। ହେଲେ ସେ ଚଢ଼େଇ ବଞ୍ଚିଥିବା ଯାଏଁ ଆମେ ତା ଗଛକୁ ନେଇପାରିବାନି। ଯେମିତି ବି ହେଉ ସେ ଚଢ଼େଇକୁ ମାରିବାକୁ ହେବ। ଏମିତି ସେ ଦୁଇ କାଉ ଚଢ଼େଇକୁ ମାରିବା ପାଇଁ ଯୋଜନା ବନେଇଲେ। ସେପଟେ ଚଢ଼େଇ ଛୁଆ କିଛି ଆମ୍ବ ଖାଇସାରିଲା ପରେ ତା ମାକୁ କହିଲା, ମା ସତରେ ଏ ଆମ୍ବ ଭାରି ମିଠା, ମତେ ଆଉ କିଛି ଆମ୍ବ ଦିଅ ନା, ମୁଁ ମୋ ସାଙ୍ଗ ପାଇଁ ନେବି। ତାପରେ ଚଢ଼େଇ ଛୁଆ କିଛି ଆମ୍ବ ନେଇ ତା ସାଙ୍ଗକୁ ଦେଲା। ସେ ଘରକୁ ଫେରିବା ସମୟରେ ଦୁଇ କାଉ ତାକୁ ଦେଖିଲେ। ଆରେ ଦେଖ ଦେଖ, ସେପଟେ ସେ ଚଢ଼େଇ ଛୁଆ କୁନି ତା ଘରକୁ ଯାଉଛି। ତୁ ବିଷ ମିଶେଇଥିବା ଏ ଖିଚୁଡ଼ି ତାକୁ ଦେଇଦେ। ମା ଝିଅ ବିଷ ମିଶା ଖିଚୁଡ଼ି ଖାଇ ମରିଗଲେ ତାଙ୍କ ଘର ଆଉ ତାଙ୍କର ଗଛ ଆମର ହେଇଯିବ। କୁନି, ଏ କୁନି, ମୋ କଥା ଟିକେ ଶୁଣିଲୁ ମା? କ'ଣ ହେଲା କାଉ ଆଣ୍ଟି, ମତେ ଡାକିଲ? ଆରେ କୁନି, ମୁଁ ଆଜି ଖିଚୁଡ଼ି ରାନ୍ଧିଥିଲି, ସମସ୍ତଙ୍କୁ ଖିଚୁଡ଼ି ଦେଇଛି, କେବଳ ତ ମାକୁ ଦେଇନି। ତ ମା ସହ ମୋର ଟିକେ ଝଗଡ଼ା ହେଇଥିଲା, ତ ମା ଖିଚୁଡ଼ି ଖାଇବନି ଭାବି ମୁଁ ତାକୁ ଦେଇନି। ତୁ ଏ ଖିଚୁଡ଼ି ନେଇଯା, ତ ମାକୁ ବୁଝେଇକି ଖୁଏଇବୁ। ମୁଁ ଆଉ କେବେ ବି ତ ମା ସହ ଝଗଡ଼ା ଲାଗିବିନି। ଠିକ୍ ଅଛି କାଉ ଆଣ୍ଟି। ତାପରେ ଚଢ଼େଇ ଛୁଆ ବିଷ ମିଶା ଖିଚୁଡ଼ି ଧରି ତା ଘରକୁ ଫେରୁଥିଲା। ରାସ୍ତାରେ କାଉ ଛୁଆ ତାକୁ ଦେଖିଲା। ଆରେ ଏ କୁନି ତ ଖିଚୁଡ଼ି ଧରି ଯାଉଛି, କେତେ ଦିନରୁ ମୁଁ ଖିଚୁଡ଼ି ଖାଇନି। ଯେମିତି ବି ହେଉ ଆଜି କୁନି ପାଖରୁ ମୁଁ ଏ ଖିଚୁଡ଼ି ନେଇଯିବି। କୁନି, ଏ କୁନି, ତୁ ଏଠି କ'ଣ କରୁଛୁ? ଶୀଘ୍ର ଘରକୁ ଯା, ତୋ ମା ବେହୋସ ହେଇଯାଇଛନ୍ତି। ଚିକି, ତୁ ଏସବୁ କ'ଣ କହୁଛୁ? ମା, ମା, ମୁଁ ଏବେ ମୋ ମା ପାଖକୁ ଯିବି। ଏମିତି ଚଢ଼େଇ ଛୁଆ ତରତର ହେଇ ତା ଘରକୁ ଚାଲିଗଲା। ଖିଚୁଡ଼ି ଥାଳି ସେ ସେଇଠି ଛାଡ଼ିଦେଲା। ସେ ଖିଚୁଡ଼ି ଥାଳି ଧରି କାଉ ଛୁଆ ନିଜ ଘରକୁ ଆସିଲା। ବାପା, ମା, ଏଇ ଦେଖ, ମୁଁ ଆଜି ବଜାରରୁ ତମ ପାଇଁ ଖିଚୁଡ଼ି ଆଣିଦେଇଛି। ଚିକି, ତୁ ଖିଚୁଡ଼ି କିଣିବା ପାଇଁ ଟଙ୍କା କୋଉଠୁ ପାଇଲୁ? ବାପା, ମୁଁ ରାସ୍ତାରେ ଟଙ୍କା ପାଇଥିଲି, ସେଇ ଟଙ୍କାରେ ମୁଁ ଖିଚୁଡ଼ି କିଣିଛି। ଦେଖିଲ, ଆମ ଝିଅ କେତେ ବୁଦ୍ଧିମାନ, ନିଜେ ନ ଖାଇ ଆମ ପାଇଁ ଖାଇବା ଆଣିଛି। ମୋ ସୁନା ଝିଅ। ଏଇ ପ୍ରଶଂସା ଶୁଣିବା ପାଇଁ ତ ମୁଁ ବାପା ମାଙ୍କୁ ମିଛ କହିଲି। ଏବେ ମୁଁ ଯାହା କହିବି ବାପା ମା ମତେ ଆଣିଦେବେ। ତାପରେ ଦୁଇ କାଉ ଖିଚୁଡ଼ି ଖାଇଲେ। ଖାଇ ସାରିବା ପରେ ସେମାନେ ବିଷ ଯନ୍ତ୍ରଣାରେ ଛଟପଟ ହେଲେ। ଆରେ ଏ ଖିଚୁଡ଼ିରେ ତ ବିଷ ମିଶା ଯାଇଛି। ଆମେ ଚଢ଼େଇକୁ ମାରିବା ପାଇଁ ଯୋଉ ଖିଚୁଡ଼ି ଦେଇଥିଲେ
ଇଏ ବୋଧେ ସେଇ ଖିଚୁଡ଼ି। ମା ଚିକି, ସତ କହ, ତୁ ଏ ଖିଚୁଡ଼ି କୋଉଠୁ ଆଣିଛୁ? ତାପରେ କାଉଛୁଆ ସବୁ ସତ କଥା କହିଦେଲା। ଚିକି, ତୁ କାହିଁକି କୁନି ପାଖରୁ ଏ ଖିଚୁଡ଼ି ଆଣିଲୁ? ଆମେ ଚଢ଼େଇକୁ ମାରିବା ପାଇଁ ଏ ଖିଚୁଡ଼ିରେ ବିଷ ମିଶେଇଥିଲୁ। ଏବେ ଆମେ ସେଇ ଖିଚୁଡ଼ି ଖାଇ ମରିବାକୁ ଯାଉଛୁ। ଅନ୍ୟ ପାଇଁ ଗାତ ଖୋଳିଲେ ନିଜେ ହିଁ ସେ ଗାତରେ ପଡ଼ନ୍ତି। ହଁ, ତୁମେ ଠିକ କହିଲ। ମା ଚିକି, ଆମେ ଏବେ ମରିଯିବୁ, ତୁ ଏକା ବଞ୍ଚିବୁ। ନିଜର ଧ୍ୟାନ ରଖିବୁ ମା। ଆମ ପରି କେବେ ହେବୁନି, ଅନ୍ୟର କ୍ଷତି କରିବୁନି, ସବୁବେଳେ ସତ୍ ପଥରେ ଚାଲିବୁ। ଏମିତି କହୁ କହୁ ହିଁ ଦୁଇ କାଉ ମରିଗଲେ। ଏସବୁ ଦେଖି କାଉଛୁଆ ଅନେକ କାନ୍ଦିଲା। ସେବେଠାରୁ ସେ ନିଜକୁ ପରିବର୍ତ୍ତନ କଲା, ସମସ୍ତଙ୍କ ସହ ମିଳିମିଶି ରହିଲା। ସେପଟେ ମା ଚଢ଼େଇ ତା ଆମ୍ବ ବିକ୍ରି କରି ଅନେକ ଟଙ୍କା ପାଉଥିଲା, ଆଉ ତା ଝିଅ ସହ ଖୁସିରେ ରହିଲା। ମା, ବାହାରେ କେତେ ଜୋରେ ପବନ ବର୍ଷା ହେଉଛି। ଆମ ଘର ତ ହଲୁଛି। ଯଦି ଆମ ଘର ଭାଙ୍ଗିଯାଏ ଆମେ କୋଉଠି ରହିବା ମା? ଏମିତି କହନି, ଆମ ଘରର କିଛି ହେବନି। ମା ଚଢ଼େଇର କଥା ସରିଛି କି ନାହିଁ, ତାଙ୍କ ଘର ଭାଙ୍ଗିଗଲା। ମା, ମୁଁ କହୁଥିଲି ନା ଆମ ଘର ଭାଙ୍ଗିଯିବ। ମୋ କଥାକୁ ବିଶ୍ୱାସ କରୁନଥିଲ। ଏବେ ଆମେ କୋଉଠି ରହିବା? ଏଇ ଗଛ ତଳେ ହିଁ ଆଜି ଆମେ ରାତି ବିତେଇବା। ତୁମ ପାଖକୁ ଆ, ମୁଁ ତତେ ମୋ ପରରେ ଘୋଡ଼େଇ ଦେବି। କୌଣସି ମତେ ମା ଛୁଆ ସେ ରାତି ବିତେଇଲେ। ସକାଳେ ବର୍ଷା ଛାଡ଼ିଗଲା। ସବୁ ଚଢ଼େଇ ନିଜ ନିଜ ଘରୁ ବାହାରିଲେ। ଏ ଝଡ଼ ବର୍ଷାରେ ଅନେକ ଚଢ଼େଇଙ୍କ ଘର ଭାଙ୍ଗିନି। ସେମାନଙ୍କ ଘର ଅନେକ ମଜବୁତ ଅଛି। ଚାଲେ ମା, ତାଙ୍କୁ ଯାଇ ପଚାରିବା ସେମାନେ କୋଉ କାଠରେ ନିଜ ଘର ବନେଇଛନ୍ତି। ଆମେ ବି ମଜବୁତ କାଠରେ ଘର ବନେଇଲେ ଯେତେ ଝଡ଼ ବର୍ଷା ହେଲେ ବି ଆମ ଘର ଭାଙ୍ଗିବନି। କାଉ ଭାଇ, କାଉ ଭଉଣୀ, ଗତ ରାତିର ଝଡ଼ ବର୍ଷାରେ ମୋ ଘର ସହ ଅନେକ ଚଢ଼େଇଙ୍କ ଘର ଭାଙ୍ଗି ଯାଇଛି। ହେଲେ ତୁମ ଘର ତ ପୁରାପୁରି ଠିକ ଅଛି। ଏତେ ମଜବୁତ ଘର ତିଆରି କରିବା ପାଇଁ ତୁମେ କାଠ କୋଉଠୁ ଆଣିଥିଲ? ଚଢ଼େଇ, ତୁ ଆମ ପରି ମଜବୁତ ଘର କେବେ ବି ତିଆରି କରିପାରିବୁନି। ମୋ ସ୍ୱାମୀ ଖୋଜି ଖୋଜି ଦୂର ଜଙ୍ଗଲରୁ ଭଲ ଭଲ କାଠ ଆଣିଥିଲେ। ତୁ ସେ ଜାଗାକୁ କେବେ ବି ଯାଇପାରିବୁନି। ଆଉ ହଁ ଚଢ଼େଇ, ଆମ ଘରେ ଯେତେ ମଜବୁତ ହେଲେ ବି ଆମେ ତତେ ଆମ ଘରେ ରଖିବୁନି। ତୁ ଆଉ କୋଉଠିକି ଯା। ସତରେ ତମେ ଦୁଇ କାଉ ଅନେକ ସ୍ୱାର୍ଥପର। ମୁଁ ତୁମ ଘରକୁ ରହିବା ପାଇଁ ଆସିନଥିଲି। ମୁଁ ଜାଣେ ତୁମେ ମାନେ କାହାକୁ ବି ସାହାଯ୍ୟ କରନି। ମୁଁ କେବଳ କାଠ ବିଷୟରେ ବୁଝିବାକୁ ଆସିଥିଲି। ପାଖରେ ପାରାର ଘର ଥିଲା। ମା ଚଢ଼େଇ ତା ପାଖକୁ ଗଲା। ପାରା ଭଉଣୀ, ଗତକାଲିର ଝଡ଼ ବର୍ଷାରେ ଆମ ଘର ଭାଙ୍ଗି ଯାଇଛି। ନୂଆ ଘର ବନେଇବା ପର୍ଯ୍ୟନ୍ତ ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ। ମୁଁ ମୋ ଘର ତିଆରି କରି ସାରିଲା ପରେ ତୁମ ଘର ଚାଲିଯିବୁ। ଆରେ ଚଢ଼େଇ, ମୁଁ ତତେ ଆଶ୍ରୟ ଦେଇଥାନ୍ତି ଯେ, ହେଲେ ଆଗରୁ ହିଁ କିଛି ଚଢ଼େଇ ମୋ ଘରେ ଆଶ୍ରୟ ନେଇଛନ୍ତି। ଏତେ ଚଢ଼େଇଙ୍କୁ ମୋ ଘରେ ରଖିବା ପାଇଁ ଜାଗା ହେବନି। ଓ ଆଚ୍ଛା, କିଛି ଚଢ଼େଇ ତମ ଘରେ ଆଶ୍ରୟ ନେଇଛନ୍ତି। କିଛି କଥା ନାହିଁ, ଆମେ ଏବେ ଯାଉଛୁ। ଆରେ ଚଢ଼େଇ, ମୋ କଥା ଶୁଣିଯା। ଅନେକ ଚଢ଼େଇଙ୍କ ଘର ଭାଙ୍ଗିଯିବା ଯୋଗୁଁ ଅନ୍ୟମାନଙ୍କ ଘରେ ସେମାନେ ଆଶ୍ରୟ ନେଇଛନ୍ତି। ତୁ ବୋଧେ ଆଉ କାହା ଘରେ ଆଶ୍ରୟ ପାଇବୁନି। ତୁ ଆଉ କାହା ପାଖକୁ ନ ଯାଇ ନିଜେ ହିଁ କାଠ ଯୋଗାଡ଼ କରି ଘର ତିଆରି କରିଦେ। ହଁ ମା, ପାରା ଆଣ୍ଟି ଠିକ କହୁଛନ୍ତି। ଚାଲ ମା, ଆମେ ଘର ବନେଇବା। ଠିକ ଅଛି ରେ ମା, ଚାଲ ଏବେ କାଠ ଯୋଗାଡ଼ କରିବା। ତାପରେ ମା ଚଢ଼େଇ ଆଉ ତାର ଛୁଆ ମିଶି ଜଙ୍ଗଲରୁ କାଠ ଆଣି ଏକାଠି କଲେ। ଆରେ ମା, ଏ କାଠ ଗୁଡ଼ାକ ତ ବହୁତ ଓଦା। ଏତେ ଓଦା କାଠରେ ଆମ ଘର ତିଆରି କରିପାରିବାନି। 2 ଦିନ ଏଇ କାଠ ସବୁକୁ ଏଇଠି ରଖିଦେବା। ଥରେ କାଠ ଶୁଖିଗଲେ ଆମେ ନେଇ ଘର ତିଆରି କରିବା। ହେଲେ ମା, ଏଇ 2 ଦିନ ଆମେ କୋଉଠି ରହିବା? ଆମ ଭଙ୍ଗା ଘର ପାଖରେ ଯୋଉ ଗଛ ଅଛି, ଏଇ 2 ଦିନ ଆମେ କଷ୍ଟ କରି ସେଇଠି ରହିଯିବାରେ ମା। ତାପରେ ମା ଚଢ଼େଇ ତାର ଛୁଆ ସାଙ୍ଗରେ ନିଜ ଭଙ୍ଗା ଘରକୁ ଫେରି ଆସିଲା। 2 ଦିନରେ ଏତେ ଖରା ଦେଲା ଯେ ଚଢ଼େଇର କାଠ ସବୁ ଶୁଖିଗଲା। 2 ମା ଛୁଆ ନିଜ କାଠ ଆଣିବାକୁ ଯିବା ସମୟରେ ହଠାତ୍ ଜଣଙ୍କର ଚିତ୍କାର ଶୁଣି ଅଟକି ଗଲେ। ସେପଟେ କାଉ ସ୍ତ୍ରୀର ନଜର ଚଢ଼େଇଙ୍କ କାଠ ଉପରେ ପଡ଼ିଗଲା। ଆରେ, ଏ ଚଢ଼େଇ ତ ବଢ଼ିଆ କାଠ ଖୋଜି ଆଣିଛି। ଏ କାଠରେ ଯଦି ସେ ଘର ତିଆରି କରିବ, ଆମଠୁ ବି ସୁନ୍ଦର ଘର ତାର ହେଇଯିବ। ନା, ମୁଁ ସେମିତି କେବେ ବି ହେବାକୁ ଦେବିନି।
ମୁଇଁ ଚଢ଼େଇର କାଠ ସବୁକୁ ନିଆଁ ଲଗେଇଦେବି। ଏମିତି ଚିନ୍ତା କରି କାଉ ଚଢ଼େଇର ସବୁ କାଠରେ ନିଆଁ ଲଗେଇ ସେଠାରୁ ଚାଲିଗଲା। ସେପଟେ ମା ଛୁଆ ଚିତ୍କାର ଶୁଭୁଥିବା ଜାଗାକୁ ଯାଇ ଦେଖିଲେ ଏକ କଇଁଆ ଗଛ ଜୋର ଜୋରେ ଚିତ୍କାର କରୁଛି। ମତେ ସାହାଯ୍ୟ କର, କିଏ ମତେ ସାହାଯ୍ୟ କର, ପାଣି ନ ପାଇଲେ ମୋ ଛୁଆଟି ଶୁଖିଯିବ, ଦୟାକରି ତା ମୂଳରେ ଟିକେ ପାଣି ଦିଅ। ଚଢ଼େଇ, ସେ ଛୋଟ କଇଁଆ ଗଛଟି ମୋ ଛୁଆ, ଦୟାକରି ତାକୁ ଟିକେ ପାଣି ଦେ, ନହେଲେ ସେ ଶୁଖିଯିବ। ତମ କଷ୍ଟ କଥା ମୁଁ ବୁଝିପାରୁଛି, ଟିକେ ଅପେକ୍ଷା କର, ମୁଁ ଏବେ ପାଣି ଆଣୁଛି। ମାରି, ତୁ ଏଇଠି ଥା। ଏମିତି କହି ମା ଚଢ଼େଇ ପାଣି ଆଣି ଛୋଟ କଇଁଆ ଗଛ ମୂଳରେ ଢାଳିଲା। ଛୋଟ କଇଁଆ ଗଛଟି ସତେଜ ହେଇଗଲା। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ଆଜି ମୋ ଛୁଆର ଜୀବନ ବଞ୍ଚିଗଲା। ଏ 2 ଦିନ ଏତେ ଖରା ପଡ଼ିଲା ଯେ ପାଣି ନ ପାଇ ମୋ ଛୁଆଟି ଶୁଖିଗଲା। ହେଲେ ତମ ଛୁଆଟି ତ ଏବେ ବହୁତ ଛୋଟ, ତାକୁ ସବୁଦିନ ପାଣି ଦରକାର, ନହେଲେ ତ ସେ ଶୁଖିଯିବ। ତୁ ଯେତିକି ପାଣି ଦେଲୁ କିଛି ଦିନ ତାକୁ ଆଉ ପାଣି ଦରକାର ହେବନି। ବର୍ଷାକୁ ଆମେ ଅପେକ୍ଷା କରି ରହିବୁ। ବର୍ଷା ହେଲେ ମୋ ଛୁଆ ଭଲରେ ବଢ଼ିବ। ତା ଛଡ଼ା କିଏ ଏତେ ଭିତରକୁ ଆସି ପ୍ରତିଦିନ ମୋ ଛୁଆ ମୂଳରେ ପାଣି ଦେବ? ଚିନ୍ତା କରନି କଇଁଆ ଗଛ, ମୁଁ ପ୍ରତିଦିନ ଏଠାକୁ ଆସି ତୁମ ଛୁଆ ମୂଳରେ ପାଣି ଢାଳିଦେବି। ତାପରେ ମା ଚଢ଼େଇ ତା ଛୁଆ ସାଙ୍ଗରେ ନିଜ କାଠ ଆଣିବା ପାଇଁ ଗଲା। ହେଲେ ତାର ସବୁ କାଠ ନିଆଁରେ ଜଳି ପାଉଁଶ ହେଇଯାଇଥିଲା। ଏ କ'ଣ, ମୋର ସବୁ କାଠ ପୋଡ଼ି ଯାଇଛି। କିଏ ମୋ ସହ ଏମିତି କଲା? ଆଉ ଏ ଜଙ୍ଗଲରେ କାଠ ନାହିଁ, ମୁଁ ଏବେ ଘର କେମିତି ତିଆରି କରିବି? ମା, ଚାଲ ପାଖ ଜଙ୍ଗଲରୁ କାଠ ଆଣିବା। ମାରି, ଆଜି ମୋ ଦେହଟା ଭଲ ଲାଗୁନି, ଆମେ କାଲି ପାଖ ଜଙ୍ଗଲକୁ ଯିବା। ଚାଲ ମା, ଆମେ ଏବେ ଫେରିଯିବା। ତାପରେ ମା ଛୁଆ ନିଜ ଗଛକୁ ଫେରି ଆସିଲେ। ରାତି ସାରା ସେମାନେ ସେ ଗଛ ଡାଳରେ ବିତେଇ ଦେଲେ। ପରଦିନ ସକାଳେ ପାଖ ଜଙ୍ଗଲକୁ ଯିବା ପୂର୍ବରୁ ମା ଚଢ଼େଇ ନଦୀରୁ ପାଣି ଆଣି ଛୋଟ କଇଁଆ ଗଛ ମୂଳରେ ଢାଳିଲା। ଚଢ଼େଇ, ମୁଁ ବିଶ୍ୱାସ କରିପାରୁନି, ତୁ ଆଜି ପୁଣି ଆସି ମୋ ଛୁଆ ମୂଳରେ ପାଣି ଦେଲୁ। କ'ଣ ହେଇଛି ଚଢ଼େଇ, ତୁ ଆଜି ଏତେ ମନ ଦୁଃଖରେ କାହିଁକି ଅଛୁ? ମା ଚଢ଼େଇ କଇଁଆ ଗଛକୁ ସବୁ ଘଟଣା କହିଲା। ସତରେ ଚଢ଼େଇ, ତୋ ସହ ବହୁତ ଖରାପ ହେଇଛି। ଘର ତିଆରିବା ପାଇଁ ତୁ ଅନେକ ପରିଶ୍ରମ କରୁଛୁ, ଏଯାଏଁ ବି କରି ଚାଲିଛୁ। ତୁ ସତରେ ଏକ ସତ୍ ପରିଶ୍ରମୀ ଚଢ଼େଇ। ତୋର ଏ ଭଲ ଗୁଣ ପାଇଁ ଆଜି ମୁଁ ତତେ ସାହାଯ୍ୟ କରିବି। ଆଜିଠୁ ଏ ମାଟି ଘର ତୋର ଚଢ଼େଇ। ଯେତେ ଝଡ଼ ବର୍ଷା ହେଲେ ବି ଏ ଘର ଭାଙ୍ଗିବନି। ଗରମରେ ଏ ଘର ପୁରା ଥଣ୍ଡା ରହିବ। ଚାହିଁଲେ ବି କେହି ଏ ଘରକୁ ଚୋରି କରି ପାରିବେନି। ଚଢ଼େଇ, ଆଉ କିଛି ଦିନ ପରେ ମୋ ଗଛରେ କଇଁଆ ଫଳିବ। ସେତେବେଳେ ତୁ ଆସି ମୋ ପାଖରୁ କଇଁଆ ନେଇ ବଜାରରେ ବିକ୍ରି କରିପାରିବୁ। ଧନ୍ୟବାଦ କଇଁଆ ଗଛ, ମୁଁ ତୁମର ଏ ଉପକାର କେବେ ବି ଭୁଲିବିନି। ମୁଁ ଏବେ ଯାଉଛି, କାଲି ପୁଣି ଆସିବି। ତାପରେ ଚଢ଼େଇ ସେ ମାଟି ଘରକୁ ଧରି ଗଲା। ରାସ୍ତାରେ 2 କାଉ ଚଢ଼େଇକୁ ମାଟି ଘର ନେଉଥିବାର ଦେଖିଲେ। ଆରେ, ଚଢ଼େଇର କାଠ ସବୁ ପୋଡ଼ିକି କିଛି ଲାଭ ହେଲା ନାହିଁ। ସେ ତ ଘର ପାଇଗଲା, ତା ପୁଣି ମାଟିର ଘର। ଏତେ ସୁନ୍ଦର ମାଟି ଘର ସେ ପାଇଲା କୋଉଠୁ? ନିଶ୍ଚୟ ଚଢ଼େଇ କାହାଠୁ ଚୋରି କରି ଏ ଘର ଆଣିଥିବ। ଚାଲ ଆମେ ଚିଲ ମୁଖିଆଙ୍କୁ ଏକଥା କହିଦେବା, ସେ ଚଢ଼େଇଠୁ ତା ଘର ନେଇଯିବେ। ଏମିତି 2 କାଉ ଚିଲ ମୁଖିଆ ପାଖକୁ ଗଲେ। ତାଙ୍କର ସବୁ କଥା ପାଖରେ ଥାଇ ପାରା ଶୁଣୁଥିଲା। ସେ ଶୀଘ୍ର ଚଢ଼େଇ ପାଖକୁ ଗଲା, ଆଉ ତାକୁ କାଉମାନଙ୍କର ସବୁ କଥା କହିଲା। କ'ଣ ହେଲା? ସେ କାଉ ମୋ କାଠ ପୋଡ଼ି ଦେଇଥିଲା। ସେ 2 କାଉ ଏତେ ଖରାପ, ମୁଁ ଭାବି ବି ପାରୁନି। ଏବେ ସେମାନେ ମୋ ଘର ଛଡ଼ି ନେବାକୁ ଚାହୁଁଛନ୍ତି ତ? ଆସନ୍ତୁ ଚିଲ ମୁଖିଆ, ମୁଁ ତାଙ୍କୁ କହିବି ମୋ ମାଟି ଘର କୋଉଠୁ ଆଣିଛି। ଚଢ଼େଇ, ମୁଁ ଶୁଣିଲି ତୁ ଏ ମାଟି ଘର ଚୋରି କରି ଆଣିଛୁ। ଚୋରମାନଙ୍କୁ ମୁଁ ମୋ ଜଙ୍ଗଲରେ ରହିବାକୁ ଦିଏନି। ତୁ ମୋତେ ମାଟି ଘର ଦେ। ଯାହାର ବି ଏ ମାଟି ଘର ମୁଁ ତାକୁ ଫେରେଇ ଦେବି। ମୁଖିଆ ଆଜ୍ଞା, ମୁଁ ଏ ମାଟି ଘର ଚୋରି କରିନି। ମୁଁ ଗୋଟେ କଇଁଆ ଗଛକୁ ସାହାଯ୍ୟ କରିଥିଲି। ସେ ଖୁସି ହେଇ ମୋତେ ଏ ମାଟି ଘର ଦେଇଛି। ବିଶ୍ୱାସ ନ ହେଲେ ମୋ ସାଙ୍ଗରେ ସେ କଇଁଆ ଗଛ ପାଖକୁ ଚାଲନ୍ତୁ, ଆପଣ ସବୁ ଜାଣିପାରିବେ। ଇଏ ମିଛ କହୁଛି ମୁଖିଆ ଆଜ୍ଞା, ଗଛ କ'ଣ ମାଟି ଘର ଦେଇପାରିବ? ତା କଥାକୁ ବିଶ୍ୱାସ କରନ୍ତୁନି। ଚଢ଼େଇ ଯଦି କହୁଛି ପ୍ରଥମେ ସେ କଇଁଆ ଗଛ ପାଖକୁ ଚାଲ। ଯଦି ଚଢ଼େଇ ମିଛ କହୁଥିବ ମୁଁ ତାକୁ ଶାସ୍ତି ଦେବି।
କଇଁଆ ଗଛ ତୁ କ'ଣ ସତରେ ଚଢ଼େଇକୁ ମାଟି ଘର ଦେଇଛୁ? କାଉମାନେ କହୁଛନ୍ତି ଚଢ଼େଇ ଚୋରି କରି ମାଟି ଘର ଆଣିଛି। ମୁଁ ତ ପାଖରୁ ସତ କଥା ଶୁଣିବାକୁ ଆସିଛି। ହଁ, ମୁଁ ଚଢ଼େଇକୁ ମାଟି ଘର ଦେଇଛି। ଚଢ଼େଇ ମୋତେ ସାହାଯ୍ୟ କରିଥିଲା। ସେଇ ଖୁସିରେ ମୁଁ ତାକୁ ଏ ଉପହାର ଦେଇଛି। ଏଇ କାଉମାନେ ମିଛୁଆ, ତାଙ୍କ କଥାକୁ ବିଶ୍ୱାସ କରନ୍ତୁନି। ଅସଲ ଦୋଷୀ ତ ଏମାନେ। ବିପଦ ସମୟରେ ଏମାନେ କାହାକୁ ବି ସାହାଯ୍ୟ କରନ୍ତିନି, ଓଲଟା ଚଢ଼େଇମାନଙ୍କର କ୍ଷତି କରନ୍ତି। ହଁ ମୁଖିଆ ଆଜ୍ଞା, ମୋର ଯେତେବେଳେ ଘର ଭାଙ୍ଗି ଯାଇଥିଲା ମୁଁ ଏଇ କାଉମାନଙ୍କ ପାଖକୁ ଯାଇଥିଲି ସାହାଯ୍ୟ ପାଇଁ। ଏମାନେ ମୋତେ ସାହାଯ୍ୟ କଲେ ନାହିଁ, ଓଲଟା ମୁଁ ମୋ ଘର ତିଆରି କରିବା ପାଇଁ ଯେଉଁ କାଠ ରଖିଥିଲି ଏମାନେ ତାକୁ ପୋଡ଼ିଦେଲେ। ଏ ଦୁଇ କାଉ କାହାର ବି ଭଲ ଚାହାନ୍ତିନି, ଏମାନେ ବହୁତ ଖରାପ। ମୁଁ ଏ କ'ଣ ଶୁଣୁଛି? ତମେ ଦୁଇ କାଉ ଏତେ ଖରାପ, ବିପଦ ସମୟରେ କାହାକୁ ବି ସାହାଯ୍ୟ କର ନାହିଁ, ଓଲଟା ତାଙ୍କର କ୍ଷତି କର। ଏବେ ତମ ଦୁଇ କାଉଙ୍କୁ ଶାସ୍ତି ମିଳିବ। ନା ନା ମୁଖିଆ ଆଜ୍ଞା, ଆମକୁ ଶାସ୍ତି ଦିଅନ୍ତୁନି। ଆମର ଭୁଲ ହେଇଗଲା, ଆମେ ଆଉ କେବେ ବି ଏମିତି କରିବୁନି। ନା, ତମମାନଙ୍କର କ୍ଷମା ନାହିଁ। ତମମାନଙ୍କୁ କ୍ଷମା କରିଦେଲେ ଅନ୍ୟ ଚଢ଼େଇମାନେ ତମକୁ ଦେଖି ସେହିପରି ଭୁଲ କରିବେ। ତମେ ଦୁଇ ଜଣ ଆଜି ହିଁ ଏ ଜଙ୍ଗଲ ଛାଡ଼ି ଚାଲିଯାଅ, ଆଉ କେବେ ବି ଏଠାକୁ ଫେରିବନି। ଏମିତି ଚିଲ ଦୁଇ କାଉଙ୍କୁ ସେ ଜଙ୍ଗଲରୁ ବାହାର କରିଦେଲା। ମା ଚଢ଼େଇ ତା ଛୁଆ ସାଙ୍ଗରେ ଆରାମରେ ନିଜ ମାଟି ଘରେ ରହିଲା।